ମୋ ନାଁ ଆଲୋକ ମଲ୍ଲିକ, ଘର ଓଳିଆଲିକଣପୁର। ଅଭିଯୋଗ NHS କାମ ମନରେଗା କାମରେ ଲୋକମାନେ କାମ କରି ପ୍ରାପ୍ତ ଅନୁଯାୟୀ ପରିଶ୍ରମ ପାଇନାହାନ୍ତି, ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ପାଇନାହାନ୍ତି। 22 ଦିନ କାମ କରୁଛୁ, 52 ଜଣ ଲୋକ, କାହାକୁ 200 କାହାକୁ 300 ଦିଆଯାଇଛି, କିନ୍ତୁ ଅଧିକାଂଶ ଲୋକଙ୍କୁ ପେ କରାଯାଇ ନାହିଁ। କିନ୍ତୁ ଯୋଉଟା ପେ ପଠାଉଛନ୍ତି ତା ଦେହରେ କାମ କରୁଥିବା ଲୋକମାନଙ୍କଠୁ ଅଲଗା ଲୋକ ଯୋଉମାନେ କାମ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ ପେ ହେଇଯାଇଛି, କିନ୍ତୁ ଆମେ କାମ କରୁଥିବା ଲୋକମାନେ ପଇସା ପାଇନାହୁଁ। ମୁଁ ବିଚିତ୍ର ମଲ୍ଲିକ, ବାବାକାରପୁର ଅଳେଇଲା ପଞ୍ଚାୟତ। ଆମର ଗୋଟେ କାମ ହଉଥିଲା JCB କାମ କରିବା କଥା, କିନ୍ତୁ ଆମକୁ କହିଲେ ତମେ ଲୋକ କାମ କର। ଆମେ ହରିଜନ ଲୋକ କାମ କଲୁ। ଆମର ଯେ ପଞ୍ଚାୟତ ସରପଞ୍ଚ ଥିଲେ ଆଉ ସଭ୍ୟ ଥିଲେ, ସେ କହିଲେ ତମେ କାମ କର, ଆମେ ତମକୁ ପଇସା ଦବୁ। କିନ୍ତୁ ଆମ ପଇସାଟା ଆମର ମିଳିଲା ନାହିଁ। 22 ଦିନ କାମ କରୁଥିଲୁ, ଆମର 52 ଜଣ ପିଲା କାମ କରୁଥିଲୁ, ଆମ ହରିଜନ ଆଦିବାସୀ ଲୋକ। କିନ୍ତୁ ଆସିଲାନି, ଆମର ଅଦର କାଷ୍ଟ ଲୋକଙ୍କର ଆକାଉଣ୍ଟକୁ ଆସିଲା, ଆମ ଆକାଉଣ୍ଟକୁ ପଇସା କମ ବେଶୀ କରି ଆସିଲା, କିନ୍ତୁ ଆସିଲାନି। ଜମା କାମ କରିନଥିଲା ଆଜ୍ଞା। ଆମକୁ ଲିଷ୍ଟ ଦେଇଛନ୍ତି, ଟୋଟାଲି ବାହାର କରି ଦେଇଛନ୍ତି। ଆମର ଦାସ ବାବୁ ଟୋଟାଲି ବାହାର କରି ଦେଇଛନ୍ତି, ଆମର ପଇସା ଆସିନି। ବାବୁ କହୁଛନ୍ତି ଆପଣ ଯେକୌଣସି ଲାଇନରେ ଆପଣ ଯାଇକି ପିଓକୁ ପଚାରନ୍ତୁ, ଦେଖନ୍ତୁ ଲାଇନ ଆମର ନାଁ ଅଛି କି ନାହିଁ। ଆମେ ହରିଜନ ଆଦିବାସୀ ଲୋକ, ଆମେ କାମ କରୁଛୁ, କିନ୍ତୁ ଅଦର କାଷ୍ଟ ଲୋକ ପାଇଛନ୍ତି। ସାର୍ କହିଲେ ତମେ ଦେଇକି ଯାଅ, ଆମେ ଦେଖିବା। ଆମେ ଆଶା ରଖିଛୁ, ଆଶା ବିଶ୍ୱାସ ରଖିଛୁ ସାର୍ଙ୍କ ଉପରେ, ଯେ ମିଳିବ ମିଳିବ, ନ ମିଳିବ ନାହିଁ। ଅଶୋକ କୁମାର ସ୍ୱାଇଁ ମହାକଳପଡ଼ା। ବଡ଼ ଖୁସିର କଥା, ଆଜି ପ୍ରଶାସନ ଜିଲ୍ଲାପାଳଙ୍କର ଯେଉଁ ଜନଶୁଣାଣି ଶିବିର ଅଛି, ମିଳିତ ଜନଶୁଣାଣି ଶିବିର, ଜିଲ୍ଲାପାଳ SP ସେ ସାଧାରଣତଃ ବ୍ଲକରେ କରନ୍ତି। ବ୍ଲକ ସଦର ମହକୁମାକୁ ଦୂର ଦୂରାନ୍ତକୁ ଆସିପାରନ୍ତି ନାହିଁ, କିନ୍ତୁ ବଡ଼ ଖୁସିର କଥା ଆଜି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚିଛି। ସାଧାରଣ ଲୋକ ଯେଉଁମାନେ ଚାଷୀବନ୍ଦୀ ଲୋକ, ତାର ଚାଷ କାର୍ଯ୍ୟକୁ ଧାନ ସକାଳୁ କାଟିକିରି ଆସି ପହଞ୍ଚିକିରି ଜନଶୁଣାଣି ଶିବିରରେ ପହଞ୍ଚନ୍ତି। ବଡ଼ ଆନନ୍ଦର କଥା, ବଡ଼ ଖୁସିର କଥା। ପ୍ରଶାସନକୁ ଧନ୍ୟବାଦ ଜଣାଉଛି, କିନ୍ତୁ ଅଧିକ ଆଶା କରୁଛି ଯେଉଁ ଜନଶୁଣାଣିରେ ଯେଉଁମାନେ ଆସି ଭାଗ ନେଉଛନ୍ତି, ଯେଉଁମାନଙ୍କର ଅଭିଯୋଗ ଆସି ପହଞ୍ଚି ସେମାନଙ୍କର ଶୁଣାଣି ହେଉ, ସେମାନଙ୍କୁ ନ୍ୟାୟ ମିଳୁ। ସେମାନଙ୍କୁ ନ୍ୟାୟ ମିଳିଲେ ନିଶ୍ଚିନ୍ତ ଭାବରେ ପ୍ରଶାସନ ପ୍ରତି ଲୋକମାନଙ୍କର ଭରସା ବିଶ୍ୱାସ ଆସିବ। ଏ ଉପାନ୍ତ ଅଞ୍ଚଳର ଯେଉଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଯେଉଁ ବସବାସ କରୁଥିବା ଲୋକମାନେ ବାଲ୍ୟ ବିବାହ ଯେଉଁ ଚାଲିଛି, ବାଲ୍ୟ ବିବାହକୁ ରୋକିବା ପାଇଁ ଆମେ ପ୍ରଶାସନ ନିକଟରେ ନିବେଦନ କରିଛୁ। ପ୍ରଶାସନ ସେ ଆପତ୍ତିକୁ ଗ୍ରହଣ କରିଛନ୍ତି। ସେଇ କୁସଂସ୍କାର, ବାଲ୍ୟ ବିବାହ ଗୋଟେ କୁସଂସ୍କାର, ତାକୁ ସମସ୍ତେ ସହଯୋଗ କରନ୍ତୁ, ବାଲ୍ୟ ବିବାହକୁ ରୋକାଯାଉ। ସେଇ ଆଶା ଭରସା ନେଇ ପ୍ରଶାସନ ପାଖରେ ମୁଁ ଅଭିଯୋଗ କରିଛି। ଆଜି ଆମ ପଞ୍ଚାୟତରେ ମିଳିତ ଜିଲ୍ଲା ସ୍ତରୀୟ ଯେଉଁ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ସେଟା ବ୍ଲକରେ ହଉଥିଲା ଏବଂ ଆଜି ପ୍ରଥମ ଥର ପାଇଁ ଆମର ଅଳାଇଲ ଗ୍ରାମ ପଞ୍ଚାୟତରେ ଆୟୋଜିତ ହୋଇଥିବାରୁ ମୁଁ ବହୁତ ଗର୍ବିତ ଏବଂ ବହୁତ ଖୁସି। ନିଶ୍ଚିତ ଭାବରେ ସବୁ ସମସ୍ୟାର ସମାଧାନ ତ ହେଇପାରେ ନା, ବହୁତ ଲୋକଙ୍କର ବି ସମସ୍ୟା ଅଛି, ସମସ୍ତେ ସବୁ କ୍ଷେତ୍ରରେ ଉପକୃତ ହୋଇପାରିନାହାନ୍ତି। ତେଣୁକରି ସମସ୍ତେ ଆଜି ଆସିକିରି ତାଙ୍କର ନିଜ ନିଜ ଅଭିଯୋଗ ଜଣାଉଛନ୍ତି। ସେଥିପାଇଁ ଯାହା ହଉ ସେ ଅଭିଯୋଗ ସେମାନଙ୍କର କାର୍ଯ୍ୟକାରୀ ଉପକୃତ ହେଲେ ମୁଁ ବହୁତ ଖୁସି ହେବି। ଜିଲ୍ଲାପାଳ ସାର୍ଙ୍କର ଆମର ନୂତନ ଇନିସିଏଟିଭ, ଆମେ ପଞ୍ଚାୟତ ସ୍ତରରେ ଯେଉଁ ହେଲା, ଆଜି ଆମେ ଅଳେଇଲା ପଞ୍ଚାୟତ ଅଫିସରେ ଯେଉଁ ମିଳିତ ଜନଶୁଣାଣି ଶିବିରରେ ଆମ SP ସାର୍ ଥିଲେ, ସପୋର୍ଟର ଥିଲେ, ସବୁ ଡିଷ୍ଟ୍ରିକ୍ଟ ଲେଭେଲ ଅଫିସର, ତହସିଲଦାର ସମସ୍ତେ ଥିଲେ। ପ୍ରକୃତରେ ଆମର ଉଦ୍ଦେଶ୍ୟ ରହୁଛି ଲୋକମାନେ ଟାଇମ ବାହାର କରି ଯାଉଥିଲେ ବ୍ଲକ ସ୍ତରରେ ଶୁଣିବା ପାଇଁ। ପଞ୍ଚାୟତ ସ୍ତରରେ ସରପଞ୍ଚ ବି ଥିଲେ, PS ମେମ୍ବର ବି ଆମ ପାଖରେ ଥିଲେ। ତେଣୁ ସେଠି ଲୋକମାନେ ଆକ୍ଚୁଆଲି ଏଠି ଆସିଲେ ତାଙ୍କର ଆମେ ତାକୁ ମାନେ ଆଡମିନିଷ୍ଟ୍ରେସନ ଯୋଉଟା ଆମର ଉଦ୍ଦେଶ୍ୟ ଅଛି, ଲୋକମାନେ ଏଇଠି ତାଙ୍କ ପାଖରେ ଗାଁରେ ତାଙ୍କ ଇଏରେ ଆସି ଅଭିଯୋଗ ଦେଲେ। ଆମେ ବି ଆଜି 100ଟା ଗ୍ରିଭାନ୍ସ ପାଇଲୁ। 82ଟା ହଉଛି ଇଣ୍ଡିଭିଜୁଆଲ ଏବଂ ଆଉ 18ଟା ହଉଛି ଆମର ମାସ ଉପରେ। ଆମେ 5 ଜଣକୁ ରେଡକ୍ରସରୁ ସାଂସନ କଲୁ, 5 ଜଣକୁ CMRFରୁ ସାଂସନ କଲୁ, 3 ଜଣକୁ ରେଡକ୍ରସରୁ ସାଂସନ କଲୁ। ଆଉ ଯୋଉ ଗୁଡାକ ଦିଆଯାଇଥିଲା ସେମାନେ ଇନଷ୍ଟାଣ୍ଟଲି ଆମେ ତାଙ୍କର ରିଜଲ୍ଭ କରିବା ପାଇଁ ସବୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଲୁ।